ଗତକାଲି ପିକଅପ୍ ଭ୍ୟାନ୍ ଗାଡ଼ି ଧକ୍କାରେ ଜଣେ ଦିବ୍ୟାଙ୍ଗଙ୍କର ମୃତ୍ୟୁ ଘଟିଥିଲା ବେଳେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ରାସ୍ତା ଉପରେ ଟାୟାର ଜାଳି କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ମୃତ ଦିବ୍ୟାଙ୍ଗ ଜଣକ ହେଉଛନ୍ତି ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବରବେଡ଼ା ଗ୍ରାମର ଭୁବନ ନାୟକ ବୋଲି ଜଣାପଡ଼ିଛି। ଭୁବନ ନାୟକ ଟ୍ରାଇସାଇକେଲ ଯୋଗେ ଢେଙ୍କିକୋଟରୁ ନିଜ ଘରକୁ ଫେରୁଥିବା ସମୟରେ ଏକ ପିକଅପ୍ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା, ଯାହାଫଳରେ ଦିବ୍ୟାଙ୍ଗ ଜଣକ ଗାଡ଼ି ଆଗରେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପିକଅପ୍ ଭ୍ୟାନ୍ ଗାଡ଼ିଟିକୁ ଜବତ କରିବା ସହିତ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ପରେ ଶବକୁ ଲୋକମାନଙ୍କୁ ହସ୍ତାନ୍ତର କରିବା ପରେ ପରିବାର ଲୋକେ ମୃତଦେହକୁ ନେଇ ଆଜି 20 ନମ୍ବର ଜାତୀୟ ରାଜପଥ ଉପରେ ଶବ ରଖି କ୍ଷତିପୂରଣ ଦାବି କରିଥିଲେ, ଯାହାଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଘଟଗାଁ ତହସିଲଦାର ଅଧିକାରୀ, ଘଟଗାଁ ଏସ୍ଡିପିଓ ବିଜୟ କୃଷ୍ଣ ମହାପାତ୍ର, ଘଟଗାଁ ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ତହସିଲଦାର ଅଧିକାରୀ ରେଡ୍କ୍ରସ୍ ପାଣ୍ଠିରୁ ଦିବ୍ୟାଙ୍ଗଙ୍କ ପରିବାର ଲୋକଙ୍କୁ 20,000 ଟଙ୍କାର ସହାୟତା ଓ ଆଗାମୀ ଦିନରେ ଅନୁକମ୍ପା ରାଶି ଯୋଗାଇ ଦେବାର ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ରାସ୍ତାରୁ ଓହରିଥିଲେ। ଗ୍ରାମବାସୀମାନଙ୍କର କହିବା କଥା ଅନୁସାରେ ବାରମ୍ବାର ଏହି ରାସ୍ତା ଉପରେ ଦୁର୍ଘଟଣା ଘଟୁଥିବା ବେଳେ ନିରୀହ ଲୋକଙ୍କର ଜୀବନ ଚାଲିଯାଉଛି। କେଉଁଝରରୁ ସ୍ପେଶାଲ ରିପୋର୍ଟର ଦଶରଥ ବାର୍ଗୀଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।